ଆପଣ ଜାଣିଛନ୍ତି ବିଟେକ୍ ଫାଷ୍ଟ ସେମିଷ୍ଟାର ବା ଥାର୍ଡ଼ ସେମିଷ୍ଟାର ଯେଉଁ ସବୁ ଅଡ୍ ସେମିଷ୍ଟାର ପିଲାମାନେ ରହିଛନ୍ତି ସେମାନଙ୍କର ଏବେ ଦେଇଥିବା ରିସେଣ୍ଟ ପରୀକ୍ଷାର ରିଜଲ୍ଟ ବାହାରି ପଡ଼ିଛି। କିପରି ଚେକ୍ କରିବେ ଚାଲନ୍ତୁ ଦେଖିବା। ତ ପ୍ରଥମେ ଆପଣ କ'ଣ କରିବେ ନା ଗୁଗଲକୁ ଚାଲିଯିବେ। ଚାଲନ୍ତୁ ଆମେ ଗୁଗଲ ଭିତରକୁ ଯିବା, ଟିକେ ଗୁଗଲରେ ଯାଇ ଦେଖିବା। ତ ଏଠାରେ ମୁଁ ଗୁଗଲକୁ ପଳେଇ ଆସିଛି। ଗୁଗଲକୁ ଆପଣ ଆସିଲା ପରେ ଆପଣ ଏଠାରେ ସର୍ଚ୍ଚ କରିବେ ବିପିୟୁଟି ରିଜଲ୍ଟ। ଦେଖନ୍ତୁ ଭାଇମାନେ ଫାଷ୍ଟରୁ ହିଁ ମୁଁ ବିପିୟୁଟି ରିଜଲ୍ଟ ଏଟା ଲେଖିକି ରଖିଦେଇଛି, ବିପିୟୁଟି ଏକ୍ଜାମ ରିଜଲ୍ଟ ଭାବରେ ଆପଣ ଏହାକୁ ସର୍ଚ୍ଚ କରିବେ। ତ ସର୍ଚ୍ଚ କଲା ପରେ ଯେଉଁ ୱେବସାଇଟ୍ଟି ପ୍ରଥମେ ଆପଣଙ୍କର ଉପରେ ଆସୁଛି ପ୍ରଥମ ସବା ଉପରେ, ତ ସେଇଟିକି ଆପଣ ଓପେନ୍ଟି କରିଦେବେ। ଚାଲନ୍ତୁ ଓପେନ୍ କରି ଦେଖିବା। ଓପେନ୍ କଲାପରେ ଭାଇମାନେ ଆପଣଙ୍କର କିଛି ଏଇଭଳି ଇଣ୍ଟରଫେସ୍ ଆସିବ, ଟିକେ ସ୍ଲୋ ହେଉଛି। ତ ଏଠାରେ ଆପଣଙ୍କର ସିଜନ୍ ପଳେଇ ଆସିଛି। ତେଣୁ ସିଜନ୍ ତ ଆପଣଙ୍କର 2025-26 ହେବ। ଆଉ ଏଟା ରେଜିଷ୍ଟ୍ରେସନ୍ ନମ୍ବର ଆପଣମାନେ ନିଜର ମାରିବେ ଓ ଡେଟ୍ ଅଫ୍ ବାର୍ଥ ଦେଇଦେବେ। ଡେଟ୍ ଅଫ୍ ବାର୍ଥ ଦେଇସାରିଲା ପରେ ଭାଇମାନେ ଭ୍ୟୁ ବଟନ୍ଟିକୁ ଟିପିଲେ ଆପଣଙ୍କର ରିଜଲ୍ଟଟି ଶୋ କରିବାକୁ ଲାଗିବ। ଯଦି ଭିଡ଼ିଓଟି ଭଲ ଲାଗିଛି ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ଆଉ ଆପଣଙ୍କ ସାଙ୍ଗମାନଙ୍କୁ ପଠାଇ ଦିଅନ୍ତୁ ଯେଉଁମାନେ ଏ ବିଷୟରେ ଜାଣିନାହାନ୍ତି।